ମାନେ ଆଜି ଆମେ ଦେଖିବା ଆମର ବନ୍ଦେ ଉତ୍କଳ ଜନନୀ ସମ୍ପୂର୍ଣ୍ଣ ବୁଝିବା ହେଲା। ଏହା ଆମର ନବମ ଏବଂ ଦଶମ କ୍ଲାସର ପ୍ରଥମ ଚାପ୍ଟରରେ ଦେଇଛି। ତାହେଲେ ଆକୁ ଆମେ ସମ୍ପୂର୍ଣ୍ଣ ଭାବେ ବୁଝିବା। ଏହା ହେଉଛି ଆମ ରାଜ୍ୟ ସଙ୍ଗୀତ। 1912 ମସିହାରେ କ'ଣ ଏହାକୁ ରଚନା କରାଯାଇଥିଲା ଏବଂ ଏହାକୁ ଉତ୍କଳ ସମ୍ମିଳନୀରେ ମଧ୍ୟ ଗାନ କରାଯାଇଥିଲା। 2020 ମସିହାରେ ଏହା ରାଜ୍ୟ ସଙ୍ଗୀତର ମାନ୍ୟତା ପ୍ରାପ୍ତ ହେଲା। ଏହାକୁ କିଏ ଲେଖିଛନ୍ତି? କାନ୍ତ କବି ଆମର ଲକ୍ଷ୍ମୀକାନ୍ତ ମହାପାତ୍ର। ଏବଂ ପ୍ରତିଟି ଓଡ଼ିଆର ହୃଦୟରେ ଏହି ଗୀତଟି ସଂରକ୍ଷିତ ଭାବେ ରହିଅଛି। ତାହେଲେ ବନ୍ଦେ ଉତ୍କଳ ଜନନୀ, ପିଲାମାନେ କବି ଏଠି କହୁଛନ୍ତି, ହେ ଉତ୍କଳ ଜନନୀ ମୁଁ ତୁମର ବନ୍ଦନା କରୁଛି। ବନ୍ଦେ ଉତ୍କଳ ଜନନୀ, ହେ ଉତ୍କଳ ଜନନୀ ମୁଁ ତମର ବନ୍ଦନା କରୁଛି। ମାନେ ଉତ୍କଳ ଜନନୀକୁ କବି କ'ଣ କରୁଛନ୍ତି? ସମ୍ବୋଧନ କରୁଛନ୍ତି। ତାହେଲେ ଏହା ହେଉଛି ଏକ ସମ୍ବୋଧନ ଗୀତିକା। ତାହେଲେ ଉତ୍କଳ ଜନନୀଟା କିଭଳିଆ? ତାହେଲେ ପଢ଼ିବା, ଚାରୁ ହାସମୟୀ ଚାରୁ ଭାସମୟୀ ଜନନୀ ଜନନୀ ଜନନୀ। ପିଲାମାନେ ଚାରୁ ହାସମୟୀ ଚାରୁ ଭାସମୟୀ, ପିଲାମାନେ ମୋ ଉତ୍କଳ ଜନନୀଟା କିଭଳିଆ? ପିଲାମାନେ ଚାରୁ ଅର୍ଥ ହେଉଛି କ'ଣ? ସୁନ୍ଦର। ତାହେଲେ ଯିଏ କଲ୍ୟାଣ କରନ୍ତି ଆମେ ତାକୁ କଲ୍ୟାଣୀମୟୀ କହିଲେ, ଯିଏ ମଙ୍ଗଳ କରନ୍ତି ତାକୁ ଆମେ ମଙ୍ଗଳମୟ କହିଲେ। ତାହେଲେ ସେମିତି ଯାହାର ହସ ସୁନ୍ଦର ସିଏ ହେଉଛି ମୋ ଉତ୍କଳ ଜନନୀ। ଚାରୁ ତ ସୁନ୍ଦର, ଯାହାର ହସ ସୁନ୍ଦର ସିଏ ହେଉଛନ୍ତି ମୋ ଉତ୍କଳ ଜନନୀ। ଚାରୁ ଭାସମୟୀ, ଯାହାର ଭାଷା ସୁନ୍ଦର ସିଏ ହେଉଛି ମୋର ଉତ୍କଳ ଜନନୀ। ବୁଝିହେଲା? ମୁଁ ଓଡ଼ିଆ, ମୋର ଭାଷା ବଢ଼ିଆ। ତାହେଲେ ଜନନୀ 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 ମାନେ ମୋ ମା ଆଉ ମା। ମୋ ମା ହେଉଛି ସିଏ ଯାହାର ହସ ସୁନ୍ଦର ଏବଂ ଭାଷା ସୁନ୍ଦର। ମୁଁ ତାହାର କେମିତି ଗୁଣଗାନ ନ କରି ରହିପାରିବି? ସେମିତି ତାପରେ ପିଲାମାନେ ଯିବା, ପୂତ ପୟୋଧି ବିଧୌତ ଶରୀରା ତାଳ ତମାଳ ସୁଶୋଭିତ ତୀରା ଶୁଭ୍ର ତଟିନୀ କୂଳ ଶିଖର ସମୀରା ଜନନୀ ଜନନୀ ଜନନୀ। ପିଲାମାନେ ପୂତ ପୟୋଧି ବିଧୌତ ଶରୀରା, ପିଲାମାନେ ପୂତ ମାନେ ହେଲା ଆମର ପବିତ୍ର, ପୟୋଧି ମାନେ ଜଳଧି ବା ସମୁଦ୍ର, ମାନେ ଯାହାର ସମୁଦ୍ର ପବିତ୍ର ସିଏ ହେଉଛି ମୋ ମା ଉତ୍କଳ। ବୁଝିହେଲା? ସେଇ ସମୁଦ୍ରରେ ସ୍ନାନ କଲେ ମୋର ସବୁ ପାପ ଧୋଇ ହେଇଯାଏ। ବୁଝିହେଲା? ତାହେଲେ ଉତ୍କଳ ଜନନୀ ଶରୀରକୁ କିଏ ଧୋଇ ଦେଇଯାଉଛି? ପବିତ୍ର ସମୁଦ୍ର। ଏଇ ବର୍ଷ ଦଶମ ପରୀକ୍ଷାରେ କୋଶ୍ଚିନ୍ ଆସିଥିଲା। ବୁଝିହେଲା? ତାପରେ ତାଳ ତମାଳ ବିଧୌତ ପୂତ ପୟୋଧି ବିଧୌତ ଶରୀରା, ବିଧୌତ ମାନେ ଧୋଇ ଦେଇଛି, ଶରୀରା ମାନେ ଆମର ହେଲା ଶରୀର, ସ୍ତ୍ରୀଲିଙ୍ଗ ହେଉଛି ଶରୀରା। ବୁଝିହେଲା? ଇଏ ହେଲା ସରିଲା। ତାପରେ ତାଳ ତମାଳ ସୁଶୋଭିତ ତୀରା, ପିଲାମାନେ ତାଳ ମାନେ ତାଳ ଗଛ, ଆଉ ତମାଳ ମଧ୍ୟ ଗୋଟେ ଗଛ ଅଛି। ତାଳ ଗଛ ଆଉ ତମାଳ ଗଛ। ସୁଶୋଭିତ ମାନେ କ'ଣ? ସୁନ୍ଦର। ବୁଝିହେଲା? ଯାହାର ତାଳ ଗଛ ଓ ତମାଳ ଗଛ ଯାହାର ତୀରରେ ଶୋଭା ପାଉଛି ସେ ହେଉଛି ମୋ ଉତ୍କଳ ଜନନୀ। ତାହେଲେ କବି ଏଠି କେତେ ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି ମୋ ଉତ୍କଳ ଜନନୀକୁ। ହେଲା, ଜନନୀ ଜନନୀ ଆମର ଜନନୀ। ତାପରେ ପିଲାମାନେ ଆମେ ଯିବା, ଘନ ଘନ ବନ ଭୂମି ରାଜିତ ଅଙ୍ଗେ ନୀଳ ଭୂଧର ମାଳା ସାଜେ ତରଙ୍ଗେ କଳ କଳ ମୁଖରିତ ଚାରୁ ବିହଙ୍ଗେ ଜନନୀ ଜନନୀ ଜନନୀ। ପିଲାମାନେ ଘନ ଘନ ବନଭୂମି ରାଜିତ ଅଙ୍ଗେ। ବୁଝିହେଲା? ଏହାର ଅର୍ଥ କ'ଣ? ସରି ପିଲାମାନେ, ଏଠି ଆମେ ଗୋଟେ ଛାଡ଼ିଦେଲେ, ଶୁଭ୍ର ତଟିନୀ କୂଳ ଶିଖର ସମୀରା ଜନନୀ ଜନନୀ ଜନନୀ। ପିଲାମାନେ ଶୁଭ୍ର, ଶୁଭ୍ର ମାନେ ଧଳା ବା ସ୍ୱଚ୍ଛ, ତଟିନୀ ମାନେ ନଦୀ। ବୁଝିହେଲା?
ସେମିତି ନଦୀ କୂଳ ଶିକର ମାନେ ଆମର କାକର ବା ଜଳକଣା ଆଉ ପବନ ମାନେ ହେଉଛି ଆମର ସମୀର ମାନେ ହେଉଛି ପବନ। ତାହେଲେ ଉତ୍କଳ ଜନନୀର ଶରୀରକୁ କବି କ'ଣ କହୁଛନ୍ତି? ସ୍ୱଚ୍ଛ ଜଳ ଧାରଣ କରିଥିବା ନଦୀ ତଟରେ ହେଲା କିଏ ସ୍ୱଚ୍ଛ ଜଳ ଧାରଣ କରିଛି? ସେ ହେଉଛି ମୋ ଉତ୍କଳ। ଏହି ନଦୀଟା କେଉଁଠି ପ୍ରବାହିତ ହେଉଛି? ମୋ ଉତ୍କଳ ମାଟିରେ ଏବଂ ଶୀତଳ ପବନ ମଧ୍ୟ ଏଠି ପ୍ରବାହିତ ହେଉଛେ। ସିଏ ହେଉଛି ମା ଯେଉଁଠି ମୋ କ'ଣ ତାର ନଦୀ ତଟରେ ସ୍ୱଚ୍ଛ ଜଳ ଧାରଣ ବୋହି ଯାଉଥାଏ ଏବଂ ଶୀତଳ ପବନ ପ୍ରବାହିତ ହେଉଥାଏ। ତାପରେ ଘନ ଘନ ବନଭୂମି ରାଜିତ ଅଙ୍ଗେ, ଘନ ଘନ ବନଭୂମି ରାଜିତ ଅଙ୍ଗେ, ଘନ ଘନ ମାନେ ଘଞ୍ଚ ଘଞ୍ଚ, ଘଞ୍ଚ ଘଞ୍ଚ ଜଙ୍ଗଲରେ ପୁରା ରାଜିତ ମାନେ ଶୋଭା ପାଏ। ଯାହାର ଅଙ୍ଗରେ ମୋ ଉତ୍କଳଜନ୍ୟ କ'ଣ ଶୋଭା ପାଏ? ଘନ ଘନ ବନଭୂମି ହେଲା। ତାପରେ ନୀଳ ଭୂଦର ମାଳା ସାଜେ ତରଙ୍ଗେ, ତାହେଲେ ଭୂଦର ମାନେ ପିଲାମାନେ ହେଉଛି ପାହାଡ଼। ତାହେଲେ ଉତ୍କଳ ଜନନୀର କୋଳରେ ଆଉ କ'ଣ ଶୋଭା ପାଏ? ନୀଳ ଭୂଦର ମାଳା, ନୀଳ ରଙ୍ଗର ପାହାଡ଼ ତରଙ୍ଗ ଆକାରରେ କ'ଣ ଶୋଭା ପାଏ। ତାପରେ କଳ କଳ ମୁଖରିତ ଚାରୁ ବିହଙ୍ଗେ, ଜନନୀ ଜନନୀ ଜନନୀ। ପିଲାମାନେ ଚାରୁ ଅର୍ଥ ହେଉଛି ଆମର ସୁନ୍ଦର, ବୁଝିହେଲା। ଯାହାର ସୁନ୍ଦର ପକ୍ଷୀମାନେ କଳ କଳ କରନ୍ତି ତାଙ୍କର ରାବରେ ଜଙ୍ଗଲ ବନ ପ୍ରଦେଶ ସବୁ ମୁଖରିତ ହୋଇଉଠେ। ଏହା କବି ଏଠି ବର୍ଣ୍ଣନା କରୁଛନ୍ତି। ତାପରେ ସୁନ୍ଦର ଶାଳୀ ସୁଶୋଭିତ କ୍ଷେତ୍ରା, ପିଲାମାନେ କ୍ଷେତ ଏଠି ଅର୍ଥ କ'ଣ? କ୍ଷେତ୍ର ମାନେ ହେଲା କ୍ଷେତ ବା ବିଲ। ସୁନ୍ଦର ଶାଳୀ ମାନେ ସୁନ୍ଦର ଶାଳୀ ଧାନରେ ମୋ ଉତ୍କଳ ଜନନୀର କ୍ଷେତ ପୁରା ସୁନ୍ଦର ଭାବରେ ଶୋଭା ପାଉଛି। ତାହେଲେ କବି ଏଠି କିଭଳି ସୁନ୍ଦର ମୋ କେତେ କଥାକୁ ନେଇକି ଏଇ ଗୀତକୁ ବାହାର କରିଛନ୍ତି। ସେଇଥିପାଇଁ ଏଇଟା କ'ଣ ଆମ ରାଜ୍ୟ ସଙ୍ଗୀତ। ତାପରେ ଜ୍ଞାନ ବିଜ୍ଞାନ ପ୍ରଦର୍ଶିତ ନେତ୍ରା, ଖାଲି ସେତିକି ନୁହଁ, ଜ୍ଞାନ ବିଜ୍ଞାନ କ୍ଷେତ୍ରରେ ମୋ ଉତ୍କଳ ପଛକୁ ଯାଇନି। ସେ ପଠାଣି ସାମନ୍ତଙ୍କଠୁ ଆରମ୍ଭ କରି କେଡ଼େ କେଡ଼େ କବି ମଧ୍ୟ ଅଛନ୍ତି ହେଲା। ମୋ ଉତ୍କଳକୁ, ମୋ ଉତ୍କଳ ଜନନୀର ନେତ୍ର କିଏ? ଜ୍ଞାନ ବିଜ୍ଞାନ କଳାରେ ଉତ୍କର୍ଷତା ଲାଭ କରିଥିବାରୁ ଆମେ ହେଉଛେ ଉତ୍କଳ, ଆମର ନାଁ ଦିଆହେଇଛି ଉତ୍କଳ। ଆମେ କ'ଣ କଳାରେ ସବୁଠାରୁ ସକ୍ଷମ। ତାପରେ ଯୋଗୀ ଋଷି ଗଣ ଉଟଜ ପବିତ୍ରା, ଜନନୀ ଜନନୀ ଜନନୀ। ତାହେଲେ ଯୋଗୀ ଋଷିଙ୍କର କୁଡ଼ିଆରେ ମଧ୍ୟ ମୋ ଉତ୍କଳ ଭୂମି ପବିତ୍ର। ଏଠି ଯୋଗୀ ଋଷି ମଧ୍ୟ କମ୍ ନାହାନ୍ତି, ଯୋଗୀ ଋଷି ମଧ୍ୟ ଅନେକ ଅଛନ୍ତି ଏବଂ ତାଙ୍କ କୁଡ଼ିଆର ସେଇ ମଧୁର ଭାଗବତ ପାଠରୁ ମଧ୍ୟ କ'ଣ ମୋ ଉତ୍କଳ ଭୂମି ବହୁତ ମାତ୍ରାରେ ପବିତ୍ର ହୋଇ ଉଠିଛି। କେତେ ସାରା କବି ବର୍ଣ୍ଣନା କରୁଛନ୍ତି। ପିଲାମାନେ ଇଏ ଥିଲା ଆମର ଫାର୍ଷ୍ଟ ପାର୍ଟ। ସେକେଣ୍ଡ ପାର୍ଟରେ ଆମେ ଆଉ ବାକି ତକ କଭର କରିବା। ଧନ୍ୟବାଦ ପିଲାମାନେ। ଭିଡ଼ିଓକୁ ଯଦି ଭଲ ଲାଗିଛି ଲାଇକ୍ କରିଦେବେ ଏବଂ ସାଙ୍ଗମାନଙ୍କ ପାଖକୁ ସେୟାର କରିବାକୁ ଭୁଲିବେ ନାହିଁ ଏବଂ ଚ୍ୟାନେଲକୁ ପୁଣି ଥରେ ସେକେଣ୍ଡ ପାର୍ଟ ଦେଖିବା ପାଇଁ ସବସ୍କ୍ରାଇବ୍ କରି ରଖିଥାନ୍ତୁ। ଜଲ୍ଦି ନୋଟିଫିକେସନ୍ ମିଳିଯିବ।